ରାଜ୍ୟର ବିଧିଗଣା ଏବେ ମୋ ବାପା ମାକୁ ଯେ ଫାଶୀ ଦଣ୍ଡ ଦେଇକି ମାରିଛି, ପ୍ରଥମେ ତାର ମନ୍ଦିରକୁ ପଶିବି। ଏ ବାବୁ, ତୁମେ ଜାଣ ମତେ ନେଇକି ସେ ରାଜାଙ୍କ ଘରକୁ ପ୍ରଥମେ ଯେ ମୋ ପିତାଙ୍କୁ ଫାଶୀ କଣ୍ଟରେ ଘୋଡ଼େଇ ଥିଲା, ପ୍ରଥମେ ମୁଁ ତାକୁ ଶେଷ କରିଦେବି। ସେ ରାଜା ହଉଛି ଯାହା କହିଲେ ତାହା କରେ। ବୁଝିଲ? ସେ ରାଜାକୁ କହିବା ତୋ ପୁଅଟା ମୋ ଝିଅକୁ ଆଣିଛି ବୋଲି। ବାସ୍ ଏଇ ଗୋଟିଏ କଥା କହିଲେ ସେ କହିବ ନା ତୁମ ଝିଅ ମୋ ପାଖରେ ନାହିଁ ବୋଲି। ହେଲେ ମୁଁ କହିବି ମୋ ଝିଅକୁ ତୋ ପୁଅ ଉଠେଇ ଆଣିଛି ବୋଲି, ଉଠେଇ ଆଣିଛି ବୋଲି। ମାନେ ଏ ଗୋଟେ ଚକ୍ରାନ୍ତ କରି ଆମେ ତା ରାଜ୍ୟକୁ ପ୍ରବେଶ ରାଜ୍ୟ କରିବା। ମନ୍ଦିରକୁ ପଶିବା। ହଉ, ବଢିଆ ପ୍ଲାନ୍ଟେ ଦେଇଛ ମୋତେ। ଆଉ ବିଳମ୍ବ କରିବାନି, ଚାଲ ଏଇ ଛଡ଼ା ଯିବା ସେ ରାଜାଙ୍କ ମନ୍ଦିରକୁ। ମହାରାଣୀ ସୁମତି, ସ୍ୱାମୀ ଆଜକୁ ଦୀର୍ଘ ଦିନ ହୋଇଗଲାଣି ମୋ ସାର୍ଥକ ଯାଇଛି ସେଇ ତା ହଜିଲା ମନ ଖୋଜିବା ପାଇଁ, ହେଲେ ଏପର୍ଯ୍ୟନ୍ତ ଆସିଲାନି। ମୁଁ ତ ଭାବୁଛି ସତରେ ସେଇ ମୋ ସାର୍ଥକ କୌଣସି ଅସୁବିଧାରେ ପଡ଼ିନଥିବ ତ? ନା ସ୍ୱାମୀ, ସେ ପାଇଁ ତୁମେ ଚିନ୍ତା କର ନା। ମୋ ସାର୍ଥକ ଚଞ୍ଚଳ ଫେରି ଆସିବ ସ୍ୱାମୀ। ଏଇଆ ତ ମୁଁ ବି ଭାବୁଛି, ହେଲେ ଜାଣିଛ ତ ତାରି ପାଇଁ ମୋ ମନ କେତେ ଯେ ଦୁଃଖିତ। ସେଇଥିପାଇଁ ମୁଁ କ'ଣ କହୁଥିଲି କି, ଏଇ ମୋ ରାଜ୍ୟର ପାତ୍ରମନ୍ତ୍ରୀ ସହିତ ତାକୁ ଖୋଜିବା ପାଇଁ ମୁଁ ବାହାରି ଯାଉଛି। ନା ନା ସ୍ୱାମୀ, ମହାରାଜାଙ୍କର ଜୟ ହୋ, ମହାରାଜାଙ୍କର ଜୟ ହୋ। ନମସ୍କାର ରାଜନ, ନମସ୍କାର। ନମସ୍କାର ରାଜନ, ନମସ୍କାର। ଆପଣ କିଏ ବାବୁ? ମାନେ ମୁଁ ହଉଛି ସେଇ କଣ୍ଟକ ବନର କୈବିନ ମୋହନ ବାବୁ। ଆଉ ମୁଁ ହଉଛି ନଟବର। ହେଲେ ହଠାତ୍ କାହିଁକି ରାଜଉଆସକୁ ପଶି ଆସିଛ? ଦେଖନ୍ତୁ ରାଜନ, ହଠାତ୍ ଆସିବା କାରଣଟା ହଉଛି ଏଇ ଯୋଉ ନଟ ବୁଢାର ଝିଅଟାକୁ ତମ ପୁଅଟା ଉଠେଇକି ଆଣିଛି। କୁଆଡ଼େ ଗଲୁ ରେ ଆମ ସୁଭାଶ୍ରୀ? ଏ ନଟ, ଏବେ ତୁ ଝିଅ ପିଲା ଭଳିଆ କାହିଁ କାନ୍ଦୁଛୁ? କାହିଁକି କାନ୍ଦିବିନି କି ଭଣଜା, କାହିଁକି କାନ୍ଦିବିନି? ଏବେ ଟିକେ ରୁହ, ମୁଁ ରାଜାଙ୍କ ସାଥିରେ କଥା ହଉଛି। ଦେଖନ୍ତୁ ରାଜା, ଏ ଆଙ୍କର ଝିଅକୁ ଉଠେଇ ଆଣିଲା ଦିନଠାରୁ ଏ ବୁଢାକୁ କିଛି ଖାନା ପିନା କିଛି ଖାଉନି, ଖାଲି କାନ୍ଦୁଛି। ଖାଲି ବିୟର ପିଉଛି। ଶୁଣ, ତ ମୁଣ୍ଡ ଫୁଣ୍ଡ ଠିକ ଅଛି ନା ନାଇଁ? ଏଇ ସବୁ ତମେ କ'ଣ କହିଯାଉଛ ବାବୁ? ମୁଁ ତ କିଛି ବୁଝିପାରୁନି। ଆପଣଙ୍କ ପୁଅ ସାର୍ଥକ ନା? ହଁ, ଏ ଆଙ୍କର ଝିଅକୁ ମାନେ ଭଲ ପାଇବାର ପ୍ରତିଶ୍ରୁତି ଦେଇ ମାନେ ଝିଅଟାକୁ ଉଠେଇକି ଆଣିଛି। ଆପଣ ଯଥାଶୀଘ୍ର ସେ ଝିଅକୁ ଏଇଠିକୁ ଡାକନ୍ତୁ, ଆଉ ପୁଅକୁ ଆମେ ପଳେଇବୁ। ବାସ୍। ବିଶ୍ୱାସ କର ବାବୁ, ମୋ ପୁଅ ସେମିତିକା ପୁଅ ନୁହେଁ। ଯାହା ହେଲେ ପାଠ ଦି ଅକ୍ଷର ପଢିଛି, ସେ ଗୋଟାଏ ଉଚ୍ଚ କୋଟିର ପିଲା, ସେମିତି ଭୁଲ କାମ କରିପାରିବନି। କାହାକୁ? ଆପଣଙ୍କୁ ନା ଆପଣଙ୍କ ପୁଅକୁ ବିଶ୍ୱାସ କରିବି? ମୋ ଗୋଟିଏ ବୋଲି ଝିଅ, ନହେଲେ ବହୁତ ଅନର୍ଥ ହେଇଯିବ। ତମେ ମିଛ କହୁଛ ବାବୁ। ଦେଖନ୍ତୁ ରାଜନ, କାହିଁକି ମୁଁ ମିଛ କହିବି? ଏହି ପରା ସେ ଝିଅର ତା ବାପା ତମ ସାମ୍ନାରେ ଅଛି, ତାକୁ ଆପଣ ପଚାରିବାର। ସତ କହୁଛ ତମେ? ହଁ ମହାରାଜ, ହଁ ମୁଁ ତ୍ରିବାଲ ସତ୍ୟ କହୁଛି। ମିଛ। ସେ ଝିଅଟା ହଉଛି ମୋ ଝିଅ। ତୁମ ପୁଅ ଭଲ ପାଏ ରାଜ୍ୟକୁ ଉଠେଇ ଆଣିଛି। ନା ନା, ମୁଁ ତ ବିଶ୍ୱାସ କରିପାରିବିନି। ତାହେଲେ ଠିକ ଅଛି, ତୁମ ପୁଅକୁ ଟିକେ ଡାକ। ହଁ ରାଜନ, ଯଦି ତୁମେ ବିଶ୍ୱାସ କରୁନାହାନ୍ତି ତାହେଲେ ତୁମ ପୁଅ ସାର୍ଥକକୁ ଡାକନ୍ତୁ। ଆମେ ଏଇଠି ପଚାରିବା, ଆମେ ବୁଝିକି ପଳେଇବା। ବାସ୍। ତୁମ ରାସ୍ତାରେ ତୁମେ, ଆମ ରାସ୍ତାରେ ଆମେ। ଡାକ ତୁମ ପୁଅ ସାର୍ଥକକୁ। କାଇ ଡାକି ପାରିବେ ବାବା, କାଇ ଡାକି ପାରିବେ? କଥାରେ ଅଛି ସିଧା ଆଙ୍ଗୁଳିରେ
କେବେ କ୍ଷୟ ବାହାରିବ ନାହିଁ। ରାଇଟ୍। ଆଙ୍ଗୁଳିକୁ ତେଢ଼ା କରିବାକୁ ପଡ଼ିଥାଏ। ବୋଲେ ଆଙ୍ଗୁଠିଟାକୁ ତେଢ଼ା କରିଲେ ଯାଇକି ଗମନ ହବ। ତୁମେ ବୁଢ଼ା ବୁଢ଼ୀ ପୁଅ ଝିଅକୁ ଲୁଚାଇକି ଏଇଠି ନାଟକ କରୁଛ ରାଇ। ଏ ବାବୁ এইটা গোটাଏ রাজ দরবার। ଏବେ ହଁ ମୁଁ ମାନୁଛି ଏଇଟା ଗୋଟାଏ ରାଜ୍ୟ ମନ୍ଦିର। এমিতি রাজউয়াসর পাটি চিৎকার করি কথা কহিবা কাহিଁକି শোভা କହିବିନି? পাইনি বাবু। তুমি মানে এঠারু চালি যাও। କାହିଁକି ଚାଲିଯିବି? ହଁ, ଏ ହଁ। ମୋହନଟା ଆସିଛି ମାନେ ସେ ଝିଅକୁ ଏଇଠି ନେଇକି ଯିବ। ମୁଁ ସତ ତୁମେ କହୁଛି। ବୁଢ଼ା ବୁଢ଼ୀ ସତ କୁହ କୋଉଠି ଲୁଚାଇଛ? ତମେ ଚାଲିଯାଅ। ଏ ମୁଁ ସତ ବୁଢ଼ୀ କହୁଛି। ଏ ବୁଢ଼ୀ ଭଲରେ ଭଲରେ ମୁଁ କହୁଛି ତୋ ପୁଅକୁ ଆଉ ସେ ଝିଅକୁ ଡାକେ, ନହେଲେ କଥାଟା ବହୁତ ଭୟଙ୍କର ହେଇଯିବ। মানে ତମମାନଙ୍କର ଉଦ୍ଦେଶ୍ୟ କ'ଣ ଅଲଗା ଅଛି? ଉଦ୍ଦେଶ୍ୟ ଅଲଗା ରୁହ, ସେ ଝିଅକୁ ଆଉ ପୁଅକୁ ଡାକେ। ତମକୁ କେତେ ଥର କହିଲା ପରେ ବି ସେଇ କଥା ପାଇଁ ତମେ ଜିଦ୍ ଧରି ଯାଉଛ। ତମେ ବିଶ୍ୱାସ କର ବାବୁ, ମୁଁ ସେ ବିଷୟରେ କିଛି ଜାଣେନି। ତୁ ଆଉ ତୋତେ ଆଉ ମୁଁ କେତେ ବୁଝାଇକି କହିବି ବାବୁ। ଇଚ୍ଛା ହଉଛି ବୁଢ଼ା ବୁଢ଼ୀକୁ ଏଇନେ ଖତମ କରିଦବା ପାଇଁ। ସେଇଆ ହିଁ କରିବା। ମୋହନ ବାବୁ ଭଲରେ ଭଲରେ କହୁଛି ଏଠାରୁ ସିଧା ଚାଲିଯା। ନହେଲେ ଯଦି ନହେଲେ କଣଟା କରିବୁ? ସବାଜ ଗୋଟାଏ ଭାଇ ଚିଡ଼ିଆ ତ ଏ ମହାରାଣୀ, ତମେ କ'ଣ କଲ? ଏଇ ତମେ କ'ଣ କଲ? ବଢିଆ ରାଜା ଘରର ଲୋକ ତ ବଢିଆ। ଏବେ ମୋହନକୁ ଯୋଉ ଜାବୁଡାଟା ଦେଇଛୁ, ଏବେ ଦେଖ କେତେ ଭୟଙ୍କର ହେବ ସେଇ ଜାବୁଡାଟା। ଏ ବୁଢ଼ା, କଥାବାର୍ତ୍ତା କର। ଏବେ କାହିଁକି ମତେ ଡକ୍ ଡକ୍ କିଏ ନେଇଛୁ? ଏବେ ସେ ଝିଅକୁ ତ ଦବୁନା ନାଇବେ। ମୁଁ କହିପାରିବିନି। ଏଠାରୁ ଯିବ ନା, ତମକୁ ଗଲା ଧକ୍କା ଦେଇକି ବାହାର କରିବି। ଘଣ୍ଟା କହିଲୁ ହରମ ଜଦା, ତୁ ମୋହନକୁ ଗଲାରେ ଧକ୍କା ମାରି ବାହାର କରିବୁ? ଏବେ ତ ଏତେ ସାହସ! ଇଚ୍ଛା ହଉଛି ଏନେ ବୁଢ଼ା ବୁଢ଼ୀକୁ ଖତମ କରିଦବା ପାଇଁ। କ'ଣ କହିଲୁ? ଏ, ଯଦି ତୋର ଅଙ୍ଗେ ଶକ୍ତି ଅଛି ତାହେଲେ ଯୁଦ୍ଧ ପାଇଁ ହୋଇଯା ପ୍ରସ୍ତୁତ। ଯୁଦ୍ଧ ପାଇଁ? ନହେଲେ ଶଳା ଏଇଠି ଟିକ୍ ଟିକ୍ କରି ହାରେ ଦେବି ବେ। ଶଳା, ଏ କ'ଣ ସବୁ ତମେ କହିଯାଉଛ? କୋଉ ଉଦ୍ଦେଶ୍ୟ ହେଇକି ଆସିଛ? ଛି ଛି ନିଲାଜ, ମୁଖେ ନାହିଁ ଲାଜ, କି କଥା କହୁଛ ଆସିରେ? ଏ ଦାଦା, ଛି ଛି ନିଲାଜ, ମୁଖେ ନାହିଁ ଲାଜ, କି କଥା କହୁଛ ଆସିରେ? କେଉଁ ଆଶା ନାହିଁ ଆସିଛ ରେ ତୁମେ, ରେ ତୁମର ଆସିରେ? ଛି ଛି ନିଲାଜ, ମୁଖେ ନାହିଁ ଲାଜ, କି କଥା କହୁଛ ଆସିରେ? ଏ ଦାଦା, ଚାଲି ଯାଅ ଏଠାରୁ, ତୋ ଚାଲି ଭାଇ ଯାଅ। ତୋକୁ ବହୁତ ଦେଖିଛି ତାର ବେ। ଏ ଗଲା ଧକ୍କା ଦେଇ ବାହାର କରି। ମହାରାଣୀ ତୋର ମାର ସମାନ କହୁଅଛୁ ପାପି ଏଇ ନା ବଚନ। କଣଟା କହିଲୁ? ଏଇ ହରାମ ଯଦି ବୁଡ଼ିବ ମା ସମାନ ହବ। ହଁ କୁଲାଙ୍ଗର, ତୋ ମା ସମାନ। ମହାରାଣୀ ତୋର ମାର ସମାନ କହୁଅଛୁ ପାପି ଏଇ ନା ବଚନ। ରକ୍ଷା ନାହିଁ ତୋର ଜୀବ ଜମପୁର ହୀନ ବାସୁଦେବ ଲେଖେରେ। ଛି ଛି ନିଲଜ, ମୁଖେ ନାହିଁ ଲାଜ, କି କଥା କହୁଛ ଆସିରେ? আরে পাপাত্মা মানে তবে অঙ্গে যদি শক্তি আছে তাহলে হয়ে যাও শক্তির পরীক্ষা। ତେବେ ଉଠା ମୂର୍ଖ ଖଡ୍ଗ, ଯୁଦ୍ଧ ପାଇଁ ହୋଇଯା ପ୍ରସ୍ତୁତ। ঠিক আছে। ସ୍ୱାମୀ ନା ସ୍ୱାମୀ না সুমতি, তুমি ভয় করো না। ସ୍ୱାମୀ এମାନଙ୍କୁ ଆମେ ବାହାର କରିବାକୁ ହବ।
ତମେ ମାନେ କଣ ସବୁ କରି ଯାଉଛ? କଣ ମୁଁ ତ କିଛି ବୁଝିପାରୁନି। ଶୁଣା ମୁଁ ତତେ କହିଲି ନା, ହେଲେ ମୋ କଥାକୁ କଣ ବୁଝିପାରିଲୁନି? ଛାଡ଼ି ଦିଅ ବାବୁ, ଆମ ମାନଙ୍କୁ ଛାଡ଼ି ଦିଅ। କଣଟା କହିଲୁ? ଛାଡ଼ିଦେବି। ବାବୁ હવે દેખ ଆଜି ତୋ ସ୍ତ୍ରୀର ମୃତ୍ୟୁ ମୋହଟା ତୋ ଆଖି ସାମ୍ନାରେ ଦେଖିବୁ। ଏବେ ମୋହନକୁ ଯୋଉ ଚାପୁଡ଼ାଟା ମାରିଛି ସେଇ ଚାପୁଡ଼ାର ପ୍ରତିଶୋଧରେ ପ୍ରଥମେ ତୋ ସ୍ତ୍ରୀକୁ ମର୍ଡର କରିବି, ନାଇଁ ବାବୁ। ତାପରେ ଯାଇକି ତତେ ମର୍ଡର କରିବି। હવે દેખ ନାଇଁ ବାବୁ। ଏମିତି ତୋ ସ୍ତ୍ରୀଟା ତୋ ଆଖି ସାମ୍ନାରେ ତା ରକ୍ତରେ ଚୁଡ଼ବୁଡ଼ ହେଇକି ମରିବ। ଏମିତିକି ଶାଗୁଡ଼ା ବସିଛି ଢେଡ଼ା ଭିଡ଼େଇ। ଛାଡ଼ି ଦିଅ ବାବୁ, ଆମ ମାନଙ୍କୁ ଛାଡ଼ି ଦିଅ। ନ ମାର ଆମେ ପାଶୁଛୁ ସାରା ହେ, ପାଶୁଛୁ ସାରା। ତୁମେ ଆମର ତ୍ୟାଗତା, ତୁମେ ଭଗବାନ ହେ, ତୁମେ ଭଗବାନ। ମାରବୁ ରେ ମାରବୁ। ବାବୁ ଏମିତି ନିଷ୍ଠିର ହଉଛ କାହିଁକି? ତୁ ଶଳା ଆଜି ମାରବୁ। ଆମ୍ଭେ ମରିଗଲେ ତୁମେ ତୋ ରାଜ୍ୟରେ ରାଜ ହବ। ଯଶ ପାଇବ ହେ, କି ଯଶ ପାଇବ। ବାସୁଦେବ ବୋଲେ ତୁମା ଶୂନ୍ୟ ବ୍ରହ୍ମ ନିଜ ମନେ ଭାବ ହେ, ନିଜ ମନେ ଭାବ। ଭାବ ଭଣଜା ବୁଢ଼ାଟାକୁ ପ୍ରଥମେ ବନ୍ଦୀ କରିଦେ, ହଁ ବନ୍ଦୀ କରିଦେ। ବାବୁ ବାବୁ ଟିକେ ରୁହ। ଛାଡ଼ି ଦିଅ ବାବୁ। বন্ধ করিলু হরম যদি বুড়ি তু যৌ জাপুড়াটা মতে দেইছো সেটির প্রতিশোধ আরে তো রক্তরে চুড়বুড় হইকে মারিব। অলগা ଏବେ ବୁଢ଼ାଟାକୁ ବନ୍ଧନରୁ ମୁକ୍ତି କରିଦେ। ତା ସ୍ତ୍ରୀର ବୁଣା ମୋହ ଦେଖିବ ସିଏ। टंका पैसारे किणी हुए ना केते करज कले भी मारुण सुझी हुए ना।
ବିକ୍ରି ହୁଏ ନା ଯେତେ କରଜ କଲେ ବି ମାରୁଣ ସୁଝି ହୁଏ ନା ଏଠି ସ୍ନେହରେ ବସେ ଭାଗ মিছে এ মরিস নিতে ভাগ্য এটি স্নেহরে বসে ভাগ মিছে এ মরিস নিতে ভাগ্য মন তার মিঠা ফুল লাগু নাহি আউ সাজা আখিয়া বুঝা তু লুহ বুঝা 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 ଇଚ୍ଛା ହଉଛି ତତେ ଜୀବନରୁ ଶେଷ କରିଦବ ଭାଇ। ନାଇଁ ବାବୁ ମୋତେ ଛାଡ଼ି ଦିଅ ବାବୁ ମୁଁ ଏଇ ରାଜସିଂହାସନ ଛାଡ଼ି ଦେଇ ଚାଲି ବାବୁ ଯାଉଛି ଏଇ ହରମ ଯୋଦାନ ମୋ ପିତାକୁ ଫାଶୀ କୁଣ୍ଡରେ ଝୁଲାଇ ଧଳା। ନାଇଁ ବାବୁ ଆମେ ହରମ ଯୋଦା ସାମାନ୍ୟ ଭୁଲ ପାଇଁ ତୁ ମୋ ପିତାଙ୍କୁ ଫାଶୀ କୁଣ୍ଡରେ ଝୁଲାଇ ଦେଇଥିଲୁ। ଆମେ ତା ପୁଅ ମୁଁ ବଞ୍ଚିକି ଅଛି ସେଥିର ପ୍ରତିଶୋଧ ନିଆରେ ତୋ ପରିବାରଟାକୁ ମୁଁ ଖତମ କରିଦେବି। ନାଇଁ ବାବୁ ଏ ବାବୁ ବରଂ ଏଇ ରାଜସିଂହାସନ ଛାଡ଼ି ଦେଇ ଚାଲିଯିବି ଆଉ ଏଇ ଗାଁ ଦାଣ୍ଡରେ ହାତ ପାତି ଭିକ ମାଗିବି ବାବୁ ମୋତେ ଛାଡ଼ି ଦିଅ ବାବୁ ମୋତେ ଛାଡ଼ି ଦିଅ ତତେ ମର୍ଡର କଲେ ଯାଇକି ମୋ ପିତାର ଆତ୍ମାଟା ଶାନ୍ତି ପାଇବ। ଆଉ ମୋ ଭଉଣୀ ଆତ୍ମାଟା ପୁରା ଶାନ୍ତି ହେଇଯିବ। ପ୍ରଥମରେ ତୋ ସ୍ତ୍ରୀଟା ଗଲା ଦ୍ୱିତୀୟରେ ତୁ ସଲା ବୁଢ଼ାଟା ତୃତୀୟରେ ତୋ ପୁଅ ସାର୍ଥକଟା ମାନେ ତୋ ବଂଶଟାକୁ ମୁଁ ନିପାତ କରିଦେବି। ନାଇଁ ବାବୁ ମୁଁ ଏଇ ରାଜସିଂହାସନ ଛାଡ଼ି ଦେଇ ଚାଲି ଯାଉଛି ବରଂ ଏଇ ରାଜସିଂହାସନରେ ତୁ ରହିକି ରାଜୁତି କର ବାବୁ ମୋତେ ଆଉ ଲୋଡ଼ା ନାହିଁ ସେଇ ରାଜସିଂହାସନ ବଢ଼ିଆ କଥା କହିଲ ନା। ନାଇଁ ଏ ବାବୁ ଦୁନିଆ କାମ କର। ଏବେ ତୁ ଯଦି ତୋ ଜୀବନଟାକୁ ବଞ୍ଚାଇବାକୁ ଚାହୁଁଛୁ ତାହେଲେ ଠିକ ଅଛି ତୋ ରାଜ୍ୟ ପୋଷାକ ସବୁ ଦେଇକି ଶଳା ତୁ ଭିକ ମାଗିକି ଖାଇବୁ। ଠିକ ଅଛି ବାବୁ ଭିକ ଥାଲା ଧରିକି ମୁଁ ଏଇ ଗାଁ ଦାଣ୍ଡରେ ଭିକ ମାଗିବି ଯାଉଛି ବାବୁ ଯାଉଛି ଯା ସେଇ ପୁରୀକୁ ଯା ଭିକ ମାଗିବୁ ଭିକ। ଯାଉଛି ବାବୁ ଯା ଆଉ ବିଳମ୍ବ କରିବା ନାହିଁ ରେ ବାବା ଆଉ ବିଳମ୍ବ କରିବା ନାହିଁ। ଏଇଠି ଏଇ ରାଣୀକୁ ବୁଝିଲ ବର୍ତ୍ତମାନ ରାଜ୍ୟର ପୁରା ସମ୍ପତ୍ତିଟା ଆମ ହାତ ମୁଠାରେ। କୋଟି କୋଟି ଟଙ୍କାର ମାଲିକ। ଆଉ ଏ ବୁଢ଼ୀଟାକୁ ନେଇକି ଆମେ ସେ ଫୁଲ ବଡ଼ ଭିତରେ ପକେଇଦବା ବାସ୍। ଠିକ ଅଛି ରେ ବାବା। ବୁଝିଲ ବାବୁ ଭଣଜା ଆଉ ଯୋଉ ଝିଅକୁ ମୋ ଜୀବନଠୁ ଅଧିକ ଭଲ ପାଏ ଛାତି ମାନେ ଶୁଭଶ୍ରୀକୁ ମାନେ ସାର୍ଥକଟା ମୋ ପାଖରୁ ଛଡ଼େଇକି ରହିଛି ଟୋକାଟାକୁ ଯୋଉଠି ପାଇଲେ ଆମେ ସେଇଠି ଶେଷ କରିଦେବା। ଏ ବାବୁ ହେଲେ ବୁଢ଼ୀକୁ ନେଇକି ଆମେ ଫୋପାଡ଼ି ଦେବା ତାପରେ ଶୁଭଶ୍ରୀକୁ ଖୋଜିବାକୁ ଯିବା ନା ଆଉ।